ହେଲା ଗଲା ଆଉ ତେଣୁ ବ୍ୟବଧାନ ବେଶୀ ନାହିଁ କିନ୍ତୁ ସିନେମା ଶିଳ୍ପ ଚଳଚଞ୍ଚଳ ହଉଛି ଆମେ ମାନେ ଚଳଚଞ୍ଚଳ ହଉଛୁ ଗୋଟେ ପରେ ଗୋଟେ ସିନେମା ଭଲ ହଉଛି ଏବଂ ଭଗିଆ ବାରିଚ ଦେଖିକି ଲୋକମାନଙ୍କର ଅଜାତି ଆଶୀର୍ବାଦ ଭଲ ପାଇବା ମୁଁ ଭୁଲି ପାରିବିନି ଏବଂ ଦୁର୍ଗା ପୁଣି ଦୁର୍ଗାରେ ଅଭିନୟ କରିବାର ମୌକା ମିଳିଛି ବଟ୍ ଏଥିରେ କମେଡି ରୋଲ ଏବଂ ଏବଂ ଦୁର୍ଗା ସିନେମା ନାମକରଣ ଆପଣ ବୁଝିପାରୁଥିବେ ଯେ ଦୁର୍ଗା କୋଉ ଭଳି କାହାଣୀ ହେଇଥିବ କାରଣ ନାରୀ କେନ୍ଦ୍ରିକ କାହାଣୀ ଗୋଟେ ନାରୀର ଉପରେ କଣ ବିତୁଛି ସେ ନିଜକୁ କେମିତି ସମାଜରେ ଯେତେ ଘାତ ପ୍ରତିଘାତ ସହିକି ନିଜକୁ ସଂଗ୍ରାମ କରୁଛି ଏବଂ ଲାଷ୍ଟରେ ଜୟଯୁକ୍ତ ହଉଛି କି ପରାଜୟ ହଉଛି ଆପଣ ସିନେମା ଦେଖିଲେ ଜାଣିପାରିବେ ଏବଂ ସେଇ ଦର୍ଶକ ଯୋଉ ଦୂରେଇ ଯାଇଥିଲେ ତାକୁ ତାଙ୍କୁ ଆଣିବାକୁ ସମୟ ଲାଗିବ ଟିକେ ଆମକୁ ତେଣୁ ଭଲ ସିନେମା ଆମେ କରିବୁ ଯେମିତି ଆପଣ କହିଲେ ଯେ ଭଗିଆ ଭରିଜା ଦେଖିକିରି ଆପଣ ଭଲ ସିନେମା ବୋଲି ଆଖ୍ୟା ଦେଇଥିଲେ ତେଣୁ ସେମିତି କିଛି ଭଲ ସିନେମା ହେଲେ ଲୋକ ଅଟୋମେଟିକ ଫେରିବେ ଏବଂ ସେ ଧାରା ବି ଅବ୍ୟାହତ ରହିଛି ଏବଂ ଆସିବ ସୁଦିନ ଆସିବ ଆମେ ଆଶା କରିବା ପଜିଟିଭ ମାଇଣ୍ଡ ସେଟ୍ ନେଇକି ଯିବା ଏବଂ ବହୁତ ଭଲ ଭଲ ପ୍ରଯୋଜକ ନିର୍ଦ୍ଦେଶକ ଆସୁଛନ୍ତି ଏବଂ ଭଲ କାହାଣୀ ନେଇକିରି କରୁଛନ୍ତି ଏବଂ ଲୋକଙ୍କର ମୁଁ ତ ନିଶ୍ଚିତ ଭାବରେ ଆଶାବାଦୀ ହେବି ଯେ ଦୁର୍ଗା ପୂଜାରେ ଯୋଉ ବିଭିନ୍ନ ସିନେମା ଆସୁଛି ସବୁ ସିନେମାକୁ ଲୋକ ଆଶୀର୍ବାଦ କରନ୍ତୁ ଭଲ ପାଇବା ଦିଅନ୍ତୁ ଏବଂ ଓଡ଼ିଆ ଶିଳ୍ପ ଚଳଚଞ୍ଚଳ ପ୍ରାୟତଃ ହିରୋମାନଙ୍କ ସହିତ ଆପଣ କାମ କରିଛନ୍ତି ଆଗରୁ ଯୋଉ ଫିଲ୍ମ ଆସୁଥିଲା ସୁପର ହିଟ୍ ହଉଥିଲା ହଲରେ ଡବଲ ଡବଲ ପଡେ ସେ ଫିଲ୍ମ ଆଉ ଟିକେଟ ମଧ୍ୟ ବ୍ଲାକ୍ ହୁଏ ଏବେ ସେ ଜିନିଷ କାହିଁ ଦେଖିବାକୁ ମିଳିବ ସେଟା ଲୋକ ଯୋଉ ଦୂରେଇ ଯାଇଛନ୍ତି ତାଙ୍କୁ ଆଣିବାକୁ ତ ସମୟ ଲାଗିବ ସେଟା ତା ପାଇଁ ଆମେ ବି ଦାୟୀ ଯେ ଆମେ ମାନେ ଲୋକଙ୍କୁ ଦୂରେଇ ଦେଇଛୁ ଆମ ସିନେମା ଶିଳ୍ପ ଲୋକଙ୍କୁ ଦୂରେଇ ଦେଇଛନ୍ତି ତେଣୁ ସମୟ ଲାଗିବ ଏବଂ ଆଶା କିନ୍ତୁ ରହିଛି ବହୁତ ଭଲ ଆଶା ଅଛି ଯେ ବର୍ତ୍ତମାନ ପରିବର୍ତ୍ତନ ହଉଛି ପରିବର୍ତ୍ତନ ଟିକେ ସମୟ ଲାଗିବ କିନ୍ତୁ ହବ ବଜେଟ ନର୍ମାଲ ରହୁଥିଲା ଷ୍ଟୋରି ଲାଇନ ଭଲ ରହୁଥିଲା କଣ୍ଟେଣ୍ଟ ଭଲ ରହୁଥିଲା ଭଲ କଣ୍ଟେଣ୍ଟ ମିଳୁଛି ଟଙ୍କା ମଧ୍ୟ ଖର୍ଚ୍ଚ ହଉଛି କିନ୍ତୁ 6 ଦିନରୁ 7 ଦିନରେ ହଲ୍ ଖାଲି ଲୋକ ଯେତେବେଳେ ଗୋଟେ ଲୋକ ଯେତେବେଳେ ଦୂରେଇ ଯାଇଛନ୍ତି ମୁଁ କହିଲି ନା ଲୋକ ଦୂରେଇ ଯାଇଛନ୍ତି ତାଙ୍କୁ ଆଣିବାକୁ ଗୋଟେ ଦିନ ଆମେ ଆଣିପାରିବାନି ସମୟ ଲାଗିବ ବୁଝିବାକୁ ପଡିବ 10ଟା ସିନେମା ଭଲ ସିନେମା ଲୋକ ହେଇ ଓଡ଼ିଆ ସିନେମା ଭଲ ଚାଲିଲାଣି ଚାଲ ଦେଖିବା ଏ ହବ ଏବଂ ପୂର୍ଣ୍ଣ ଆଶାବାଦୀ ଅଛି ଯେ ଓଡ଼ିଆ ସିନେମା ନିଶ୍ଚିତ ଭାବରେ ସୁଦିନ ଫେରି ପାଇବ ଗୋଟେ ଫିଲ୍ମ ଯଦି ହଲରୁ ବାହାରିଲା 100ଟା ଲୋକ ଯଦି କହୁଛନ୍ତି ଫିଲ୍ମ ଭଲ ତାହେଲେ ସେ ଅନୁସାରେ ଫିଲ୍ମଟା ସେଇଟା ତ ହୁଏ ତଳ ଦିନ ମଧ୍ୟ କମ ବଜେଟର ଫିଲ୍ମ ହାଇଲାଇଟ୍ ହେଇଛି ଆଜିକା ଡେଟ୍ରେ ତାର ନାଁ ମଧ୍ୟ ବହୁତ ଉଠିଲାଣି କିନ୍ତୁ କୋଟି କୋଟି ଟଙ୍କାର ଖର୍ଚ୍ଚ ହଉଛି ବାହାରେ ମଧ୍ୟ ଆକର୍ଷଣ ହଉଛି କିନ୍ତୁ ଫିଲ୍ମ ଚାଲୁନି 7 ଦିନରେ ଚାଲି ଯାଉଛି ତାହେଲେ ଆଜ୍ଞା ଗୋଟେ କଣ୍ଟେଣ୍ଟ ଏଠି ଦେଖିବା ନା ବଜେଟକୁ ନେଇକି ଫିଲ୍ମ ଚାଲେ ନାଇଁ ବଜେଟ ମୁଁ କହିନି ବିଗ ବଜେଟ ସିନେମା ତ ଫ୍ଲପ୍ ହେଇଯାଏ ସେ କଥା ନୁହେଁ ଭଲ କଣ୍ଟେଣ୍ଟ ହବା ଦରକାର ମୁଁ ତ କହିଲି କରୁଛନ୍ତି କରୁନାହାନ୍ତି କାହିଁକି ବହୁତ ସବୁ ନୂଆ ଯୁବ ନିର୍ଦ୍ଦେଶକ ପ୍ରଯୋଜକ ଭଲ ଭଲ କଣ୍ଟେଣ୍ଟ ନେଇକି କରୁଛନ୍ତି ଏବଂ ଆମକୁ ଟିକେ ଧୈର୍ଯ୍ୟ ରଖିବାକୁ ପଡିବ ଏବଂ ଆସିବ ଏବଂ କିଛି ସିନେମା ଲୋକଙ୍କୁ ଭଲ ପାଇବା ଲୋକମାନେ ଦେଇଛନ୍ତି ସିନେମାକୁ ଏବଂ ଯଦି ଓଡ଼ିଆ ସିନେମା ଲୋକ ଦେଖୁନଥାନ୍ତେ ଭଲ ପାଇବା ଦଉନଥାନ୍ତେ ତା ଭିତରେ ଫିଲ୍ମ ହିଟ୍ ସୁପର ହିଟ୍ ହୁଅନ୍ତା ନାହିଁ ଆମ ଓଡ଼ିଆ ଲୋକ ଦେଖୁନାହାନ୍ତି କଣ ତେଲୁଗୁ ତାମିଲ ଲୋକ ଦେଖିକି ଓଡ଼ିଆକୁ ହିଟ୍ କରୁଛନ୍ତି ନାଇଁ ସେ ସମୟ ଆସିବ ହବ ଲୋକମାନଙ୍କ ମଧ୍ୟରେ ଗୋଟେ ଧାରଣା ରହୁଛି ଅନୁଭବ ସେ 3-4ଟା ହିରୋକୁ ଛାଡ଼ିଦେଲେ ଫିଲ୍ମ ଲୋକ ଦେଖିବା ପାଇଁ ପସନ୍ଦ କରେ ଲୋକଙ୍କ ଧାରଣା ରହିଛି ଏମାନେ ଆମ ପାଇଁ ହିରୋ ଆଉ ଯୋଉମାନେ ଆସୁଛନ୍ତି ବିଗ୍ ହିରୋ ନାଇଁ ସେମିତି ନାଇଁ ନୂଆ ପିଲା ଯୋଉମାନେ ବହୁତ ନୂଆ ପିଲା ନହେଲେ କେମିତି ଆସନ୍ତେ ପ୍ରଯୋଜକ ନିର୍ଦ୍ଦେଶକ ନୂଆ ପିଲାକୁ ଚାନ୍ସ କେମିତି ଦଉଛନ୍ତି ନୂଆ ଆସିବେ ପୁରୁଣା ଯିବେ ନୂଆ ଆସିବେ ଏମିତି ଥାଏ ପ୍ରକ୍ରିୟା ଚିରନ୍ତନ ସତ୍ୟ ତାକୁ ଇଏ କରିପାରିବନି ଲୋକ ସ୍ୱର୍ଗତ ବିଜୟ ମହାନ୍ତିକି ମିହିର ଦାସଙ୍କୁ ଦେଖୁଥିଲେ ପୁଣି ଉତ୍ତମ ମହାନ୍ତିଙ୍କୁ ଦେଖୁଥିଲେ ସିଦ୍ଧାନ୍ତଙ୍କୁ ଦେଖିଲେ ଅନ୍ୟାନ୍ୟ କଳାକାରଙ୍କୁ ଦେଖିଲେ ତେଣୁ ଏ ତ ଗୋଟେ ମାନେ ଏଇଟା ଗୋଟେ ସିଷ୍ଟମ ହବ ତେଣୁ ଲୋକ ସେମାନଙ୍କୁ ଦେଖିଛନ୍ତି ନୂଆ କଳାକାରଙ୍କୁ ଦେଖୁଛନ୍ତି ନିଶ୍ଚିତ ପରିବର୍ତ୍ତନ ହବ ଓଡ଼ିଶାରେ ସିନେମା ଯେତେବେଳେ କମିଯାଇଛି ସିନେମା ହଲ୍ କମିଯାଇଛି ତେଣୁ ବର୍ତ୍ତମାନ ସରକାରୀ ସ୍ତରରେ ଏସବୁ ଆଲୋଚନା ଚାଲିଛି ଏବଂ ସରକାର ବି ଯେହେତୁ ନୂଆ ସରକାର ଆସିଛନ୍ତି ଏବେ ତେଣୁ ତାଙ୍କୁ ବି ଟିକେ ସମୟ ଦିଆଯାଉ ଏବଂ ସେ ବି ସରକାର ଆଲୋଚନା ପର୍ଯ୍ୟାଲୋଚନା ବି କରିଛନ୍ତି ଏସବୁ ଯେ ସିନେମା ହଲ୍ କେମିତି ଅଧିକା ହବ ଓଡ଼ିଆ ସିନେମା ଶିଳ୍ପକୁ କଣ କେତେ ସାହାଯ୍ୟ କରିହେବ ସବୁ ପ୍ରକାର ଆଲୋଚନା ଚାଲିଛି ମୁଁ ଭାବୁଛି ଫଳପ୍ରଦ ହବ